ବିଜେଡିର ଦଶା ଭୋଗିବ ବିଜେପି। ରାସନ କାର୍ଡ ଫେରସ୍ତ ନୋଟିସ ଆଦେଶନାମା ଜାରି କରି ବିଜେପି ରସାତଳକୁ ଯିବା ପାଇଁ ରାସ୍ତା ତିଆରି କରିସାରିଛି। ସରକାରୀ ଚାକିରିଆ ଦର୍ଶାଇ ଯେଉଁମାନଙ୍କୁ ସରକାର ରାସନ କାର୍ଡ ତାଲିକାରୁ ବାଦ ଦେଇଛନ୍ତି ସେଇମାନେ ବିଜେପିକୁ କ୍ଷମତାଚ୍ୟୁତ କରିବା ପାଇଁ ବାଟ ତିଆରି କରିବେ। ହୋମଗାର୍ଡ ଓ ଗ୍ରାମରକ୍ଷୀଙ୍କୁ ରାସନ କାର୍ଡରୁ ବାଦ ଦିଆଯିବା ଘଟଣା ବିଜେପିର ହମ୍ବଡ଼ା ନୀତି ପ୍ରତି ଅଙ୍ଗୁଳି ଉଠାଇଛି। ବ୍ୟାଙ୍କରୁ ଋଣ ପାଇବା ପାଇଁ କିଛି ହିତାଧିକାରୀ ଆୟକର ରିଟର୍ଣ୍ଣ ଦାଖଲ କରିଛନ୍ତି। ତା ମାନେ ନୁହେଁ ଯେ ସେମାନଙ୍କ ଆର୍ଥିକ ସ୍ଥିତି ସୁଧୁରି ଯାଇଛି। ଆୟକର ରିଟର୍ଣ୍ଣ ଦାଖଲ ପାଇଁ ସର୍ବାଧିକ ଆୟ 12 ଲକ୍ଷ ଧାର୍ଯ୍ୟ କରାଯାଇଛି। ମାତ୍ର ସର୍ବନିମ୍ନ ଆୟ ଧାର୍ଯ୍ୟ ନକରି ଆୟକର ବିଭାଗ ବିରାଟ ଭୁଲ କରିଛି ବୋଲି ରାଜ୍ୟ ସରକାର ଭାବୁଛନ୍ତି କି? ବିଜେପିର ଡବଲ ଇଞ୍ଜିନ ସରକାର ସାଧାରଣ ଜନତାଙ୍କ ପେଟକୁ ନାତ ମାରୁଛି। ଭୋଟରଙ୍କ ପେଟକୁ ଗଣ୍ଡେ ଖାଇବାକୁ ଦେଇ ସେମାନଙ୍କ ଜୀବନ ଜୀବିକା ସହିତ ଖେଳିବାର ପରିଣାମ ବିଜେଡିକୁ ଭୋଗିବାକୁ ପଡ଼ିଥିଲା। ଆଗାମୀ ଦିନରେ ବିଜେପିକୁ ବିଜେଡି ଦଶା ଭୋଗିବାକୁ ଯାଉଛି। ରାସନ କାର୍ଡ ଓ ସୁଭଦ୍ରା ଟଙ୍କା ବିଜେପି ପାଇଁ ମହାକାଳ ଭଳି କାମ କରିବାକୁ ଯାଉଛି। ଭଗବାନ ସବୁ ସହନ୍ତି, ମାତ୍ର ଗର୍ବ ଅହଙ୍କାରକୁ ବରଦାସ୍ତ କରନ୍ତିନି। ବିଜେପିକୁ ତାର ଗର୍ବ ଓ ଅହଙ୍କାର ପରିଣାମ ଭୋଗିବାକୁ ପଡ଼ିବ।